ଆଜିକାର ବୈଠକରେ ସେ ଆମେ ତ ସବ୍ ଡିଭିଜନାଲ ଲେଭେଲରେ ମିଟିଂ କରିଥିଲୁ ଏବଂ ତାର ଯେମିତି ଲୋକଙ୍କର ସୁରକ୍ଷା, ଆଲୋକ ବ୍ୟବସ୍ଥା, ଲୋକଙ୍କର ପିଇବା ପାଣି ସହିତ ଶୌଚାଳୟ ପାଣି ଏବଂ ସ୍ନେକ୍ ହେଲ୍ପଲାଇନ୍ ଏବଂ ଯେଉଁ ଜଙ୍ଗଲ ବିଭାଗ ତରଫରୁ ହାତୀ ସୁରକ୍ଷା, ପାଣି ନେଲା ବେଳେ ଯେମିତି ଭକ୍ତଙ୍କର କିଛି ଅଘଟଣ ନ ଘଟେ ତା ପାଇଁ ବ୍ୟାରିକେଡିଂ, ଫାୟାର ଡିପାର୍ଟମେଣ୍ଟର ଏବଂ ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟର, ପିଡବ୍ଲ୍ୟୁଡି ଯେମିତି ତାଙ୍କ ରାସ୍ତା ସଫା କରିବ, ଫରେଷ୍ଟ ଡିପାର୍ଟମେଣ୍ଟ ତାଙ୍କର ଆକ୍ଟିଭିଟି କରିବେ, ଏସବୁ ଉପରେ ଆଲୋଚନା କରାହେଲା। ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯୋଉ ଆମେ ପଲିଥିନ୍ ଟା ବେନ୍ କରିଥିଲୁ ତାକୁ ପୁଣି ଆଉ ଥରେ ରିଇନଫୋର୍ସ କରାଯିବ। ପୁଣି କାଲିଠୁ ଆମର ସବୁ 3 ଜଣିଆ କମିଟି ବା 3ଟା ଡିପାର୍ଟମେଣ୍ଟର ଯୋଉ ଲୋକମାନେ ରହିବେ ସେମାନେ ପୁଣି କାଲିଠୁ ଇନଫୋର୍ସ କରିବେ ପଲିଥିନ୍ ଟା ସମ୍ପୂର୍ଣ୍ଣ ରୂପେ ବେନ୍ କରାଯିବ ସାଙ୍କ୍ଚୁରୀ ଏରିଆରେ। ଶ୍ରାବଣ ମାସ ଆରମ୍ଭ ହୋଇଯିବ। ସୋମବାର ରବିବାର ଆମର ଭକ୍ତମାନେ ଆସିକି ବିଭିନ୍ନ ଶୈବ ପୀଠରେ ଜଳଦାନ କରିବେ। ତ ଏଥିପାଇଁ ଆମର ପୋଲିସ ପ୍ରଶାସନ ତରଫରୁ ଏସପି ସାର୍ଙ୍କ ନିର୍ଦ୍ଦେଶ କ୍ରମେ ଆମର ସବୁ ଧର୍ମସ୍ଥଳୀ ଶୈବ ପୀଠରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆମର ସଦର ସବ୍ ଡିଭିଜନରେ ଆପଣ ଜାଣିଥିବେ କପିଳାସ, ଗେଙ୍ଗୁଟିଆ ଏବଂ ଭାପୁରରେ ଥିବା ପଶ୍ଚିମେଶ୍ୱର ମନ୍ଦିରରେ ଭକ୍ତମାନଙ୍କର ଯେମିତି କିଛି ଅସୁବିଧା ନ ହୁଏ ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସେପାରେଟ ଡିଏସପି, ଇନ୍ସପେକ୍ଟର ଏବଂ ସବ୍ ଇନ୍ସପେକ୍ଟର ର୍ୟାଙ୍କର ବିଭିନ୍ନ ପଦାଧିକାରୀ ମୁତୟନ ହୋଇଛନ୍ତି ଏବଂ ସର୍ବୋପରି ଯେମିତି ଭକ୍ତମାନଙ୍କୁ କିଛି ଅସୁବିଧା ନ ହଉ ସେଥିପାଇଁ ପୋଲିସ ପ୍ରଶାସନ ତତ୍ପର ଅଛି। ଗାଡ଼ିଯାନ ଗୁଡ଼ାକୁ ସେଇ ରାସ୍ତାରେ ସେଦିନ ପାଇଁ ଆମେ ବେନ୍ କରିବୁ, ସେ ରାସ୍ତାରେ ଯିବାକୁ ଦବୁ ନାହିଁ ଏବଂ ଯଦି ବି କୌଣସି ଗାଡ଼ି ସେ ରାସ୍ତାରେ ଯିବା ପାଇଁ ଚେଷ୍ଟା କରେ ଆମେ ଭକ୍ତମାନେ ସେଇଠୁ ଜଳଦାନ କରିକି ନ ଫେରିବା ଯାଏଁ ସେଇ ଗାଡ଼ି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆଉଟସ୍ପଟରେ ପାର୍କିଂ କରିକି ରହିବ ଏବଂ ସମସ୍ତେ ଫେରି ସାରିଲା ପରେ ତାପରେ ଆମେ ସେଇ ଗାଡ଼ି ଗୁଡ଼ାକୁ ମୁଭ୍ କରିବା ପାଇଁ ତାଙ୍କୁ ପରମିସନ ଦେବୁ।